ଆକାଶବାଣୀ। ସମ୍ବାଦ ପଢ଼ୁଛନ୍ତି ମଳୟ ରଞ୍ଜନ ମିଶ୍ର। ଝାଡ଼ଖଣ୍ଡ ଏବଂ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ସହିତ ଦୁଇ ପର୍ଯ୍ୟାୟରେ ଅନୁଷ୍ଠିତ ଉପନିର୍ବାଚନର ଆସନ୍ତାକାଲି ହେବ ଭୋଟ ଗଣତି। ତିନି ଆଫ୍ରିକୀୟ ରାଷ୍ଟ୍ର ଗସ୍ତ ଅବସରରେ ବିଭିନ୍ନ ଦେଶର ନେତାଙ୍କ ସହ 31ଟି ଦ୍ୱିପାକ୍ଷିକ ବୈଠକ ଆଲୋଚନାରେ ପ୍ରଧାନମନ୍ତ୍ରୀଙ୍କ ଅଂଶଗ୍ରହଣ। ଲାଓସଠାରେ ଭାରତ ଏବଂ ଜାପାନ ପ୍ରତିରକ୍ଷା ମନ୍ତ୍ରୀଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ ଅନୁଷ୍ଠିତ। ସ୍ଥାନାନ୍ତର ଆଦେଶ ଏବଂ ଆକାଶମାର୍ଗର ଆକ୍ରମଣ ଯୋଗୁଁ ଲେବାନନରେ ବିସ୍ଥାପିତଙ୍କ ସଂଖ୍ୟା 8,80,000ରୁ ଅଧିକ ହୋଇଛି ବୋଲି ଜାତିସଂଘର ସୂଚନା। ଏବଂ ପର୍ଥ ଟେଷ୍ଟରେ ଅଷ୍ଟ୍ରେଲିଆ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ। ଆଜି ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା 7 ୱିକେଟ୍ ବିନିମୟରେ ସଂଗ୍ରହ କରିଛି 67 ରନ୍। ଝାଡ଼ଖଣ୍ଡ ଏବଂ ମହାରାଷ୍ଟ୍ରର ବିଧାନସଭା ନିର୍ବାଚନ ପାଇଁ ଆସନ୍ତାକାଲି ଭୋଟ ଗଣତି କରାଯିବ। ଏଥିସହ 2ଟି ସଂସଦୀୟ କ୍ଷେତ୍ର ଏବଂ 48ଟି ବିଧାନସଭା ମଣ୍ଡଳୀ ପାଇଁ ହୋଇଥିବା ଉପନିର୍ବାଚନର ଭୋଟ ଗଣତି ମଧ୍ୟ ଅନୁଷ୍ଠିତ ହେବ। ସେଥିମଧ୍ୟରେ କେରଳର ୱାଇନାଡ୍ ଏବଂ ମହାରାଷ୍ଟ୍ରର ନାନ୍ଦେଡ୍ ସଂସଦୀୟ କ୍ଷେତ୍ର ରହିଛି। ବିଧାନସଭା ଉପନିର୍ବାଚନ ମଧ୍ୟରେ ଉତ୍ତରପ୍ରଦେଶର 9ଟି, ରାଜସ୍ଥାନର 7, ପଶ୍ଚିମବଙ୍ଗର 6, ଆସାମର 5, ବିହାର ଏବଂ ପଞ୍ଜାବର 4ଟି ଲେଖାଏଁ, କର୍ଣ୍ଣାଟକର 3, କେରଳ, ମଧ୍ୟପ୍ରଦେଶ ଏବଂ ସିକ୍କିମର 2ଟି ଲେଖାଏଁ ଏବଂ ଛତିଶଗଡ଼, ଗୁଜରାଟ, ଉତ୍ତରାଖଣ୍ଡ ଓ ମେଘାଳୟର ଗୋଟିଏ ଲେଖାଏଁ ଆସନ ରହିଛି। ଭୋଟ ଗଣତି ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ନିର୍ବାଚନ କମିଶନ ସୂଚନା ଦେଇଛନ୍ତି। ଭୋଟ ଗଣତି ସ୍ଥାନଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସୂଚନାଯୋଗ୍ୟ, ଗତ 13 ଏବଂ 20 ତାରିଖରେ 2ଟି ପର୍ଯ୍ୟାୟରେ ମତଗ୍ରହଣ ଅନୁଷ୍ଠିତ ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 5 ଦିନିଆ ତିନି ଆଫ୍ରିକୀୟ ରାଷ୍ଟ୍ର ଗସ୍ତ ଅବସରରେ ବିଭିନ୍ନ ଦ୍ୱିପାକ୍ଷିକ ବୈଠକରେ ଅଂଶଗ୍ରହଣ କରିଥିଲେ। ନାଇଜେରିଆ, ବ୍ରାଜିଲ ଏବଂ ଗୁଏନା ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ 31ଟି ଦ୍ୱିପାକ୍ଷିକ ବୈଠକ ଏବଂ ବିଭିନ୍ନ ଦେଶର ଶୀର୍ଷ ନେତାଙ୍କ ସହ ଅନୌପଚାରିକ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଗସ୍ତ ଅବସରରେ ଶ୍ରୀ ମୋଦି ନାଇଜେରିଆରେ ଦ୍ୱିପାକ୍ଷିକ ବୈଠକ, ବ୍ରାଜିଲରେ G20 ଶିଖର ସମ୍ମିଳନୀ ଅବସରରେ 10ଟି ଦ୍ୱିପାକ୍ଷିକ ବୈଠକ ଏବଂ ଗୁଏନାରେ ସେହିଭଳି 9ଟି ବୈଠକରେ ଅଂଶଗ୍ରହଣ କରିଥିଲେ। ବ୍ରାଜିଲରେ ଅନୁଷ୍ଠିତ ଦ୍ୱିପାକ୍ଷିକ ବୈଠକଗୁଡ଼ିକ ମଧ୍ୟରେ ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରୋବୋୱୋ ସୁବିଆନ୍ତୋ, ପର୍ତ୍ତୁଗାଲର ପ୍ରଧାନମନ୍ତ୍ରୀ ଲୁଇସ୍ ମେଣ୍ଟେନେଗ୍ରୋ, ବ୍ରିଟେନ୍ ପ୍ରଧାନମନ୍ତ୍ରୀ କେର୍ ଷ୍ଟାରମର, ଚିଲିର ରାଷ୍ଟ୍ରପତି ଗ୍ୟାବ୍ରିଏଲ୍ ବୋରିକ୍ ଏବଂ ଆର୍ଜେଣ୍ଟିନା ରାଷ୍ଟ୍ରପତି ଜାଭିଏର୍ ମିଲିଙ୍କ ସହ ପ୍ରଥମ ଥର ପାଇଁ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ସେହିଭଳି ସିଙ୍ଗାପୁର, ଦକ୍ଷିଣ କୋରିଆ, ଇଜିପ୍ଟ, ଆମେରିକା ଏବଂ ସ୍ପେନ୍ର ନେତାଙ୍କ ସମେତ ବିଭିନ୍ନ ଆନ୍ତର୍ଜାତିକ ସଂଗଠନର ମୁଖ୍ୟ ଏବଂ କାର୍ଯ୍ୟନିର୍ବାହୀଙ୍କ ସହ ବ୍ରାଜିଲଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଅନୌପଚାରିକ ଆଲୋଚନା କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 24 ତାରିଖ ରବିବାର ପୂର୍ବାହ୍ନ 11ଟା ବେଳେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ। ଏହା ହେବ ମନ୍ କି ବାତ୍ର 116ତମ ସଂସ୍କରଣ। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟୱାର୍କ, ଆକାଶବାଣୀ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଏହା ମଧ୍ୟ ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲରେ ଲାଇଭ୍ ଷ୍ଟ୍ରିମିଂ ହେବ। ହିନ୍ଦୀ ପ୍ରସାରଣ ପରେ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ରାତି 8ଟାରେ ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ଲାଓସର ଭିଏଣ୍ଟିଆନେଠାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ତାଙ୍କ ଜାପାନ ପ୍ରତିପକ୍ଷ ଜେନେରାଲ ନିକାତାନିଙ୍କ ସହ ଆଲୋଚନା ବୈଠକ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ସିଂ କହିଛନ୍ତି, ଜେନେରାଲ ନିକାତାନିଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଖୋଲା ଆଲୋଚନା ହୋଇଛି। ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳକୁ ମୁକ୍ତ ତଥା ନୀତିଭିତ୍ତିକ ଅଞ୍ଚଳ ଭାବେ ପରିଣତ କରିବା ପାଇଁ ଦୁଇ ଦେଶ ସହଭାଗିତାରେ କାର୍ଯ୍ୟ କରିବେ ବୋଲି ସମ୍ମତି ପ୍ରଦାନ କରିଥିବା ସେ କହିଛନ୍ତି। ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ଶିଳ୍ପ ଏବଂ ବୈଷୟିକ ସହଯୋଗ ଉପରେ ମଧ୍ୟ ଆଲୋଚନା ହୋଇଛି। ମନ୍ତ୍ରୀ ଶ୍ରୀ ସିଂ ଫିଲିପାଇନ୍ସର ପ୍ରତିରକ୍ଷା ସଚିବ ଗିଲବର୍ଟୋ ଟିଓଡୋରଙ୍କ ସହ ଆଜି ଦ୍ୱିପାକ୍ଷିକ ଆଲୋଚନା ମଧ୍ୟ କରିଛନ୍ତି। ଫିଲିପାଇନ୍ସ ଭାରତର ଆକ୍ଟ ଇଷ୍ଟ ପଲିସି ଏବଂ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ବୋଲି ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି। ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ସହଯୋଗକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ସହମତ ହୋଇଥିବା ସେ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ପ୍ରତିରକ୍ଷା ମନ୍ତ୍ରୀଙ୍କ 3 ଦିନିଆ ଲାଓସ ଗସ୍ତ ଆଜି ଶେଷ ହେଉଛି। ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଶ୍ରମ ଓ ନିୟୋଜନ ମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଆଜି ନୂଆଦିଲ୍ଲୀଠାରେ ବିଶ୍ୱବ୍ୟାଙ୍କ ପକ୍ଷରୁ ପ୍ରସ୍ତୁତ
ଜବ୍ସ ଆଟ୍ ଡୋର୍ ଷ୍ଟେପ୍ ଶୀର୍ଷକ ରିପୋର୍ଟକୁ ଉନ୍ମୋଚନ କରିଛନ୍ତି। 6ଟି ରାଜ୍ୟ ସମ୍ପର୍କିତ ଏଭଳି ବିସ୍ତୃତ ରିପୋର୍ଟ ପ୍ରସ୍ତୁତ ନେଇ ଶ୍ରୀ ପ୍ରଧାନ ବିଶ୍ୱବ୍ୟାଙ୍କ ଟିମ୍କୁ ପ୍ରଶଂସା କରିଛନ୍ତି। ତେବେ ସମଗ୍ର ଦେଶରେ ଏଭଳି ରିପୋର୍ଟ ପ୍ରସ୍ତୁତ ପାଇଁ ସେ ପରାମର୍ଶ ଦେଇଛନ୍ତି। ଜନସଂଖ୍ୟା ସଶକ୍ତିକରଣ ପାଇଁ ପ୍ରଗତିଶୀଳ ନୀତି ପ୍ରସ୍ତୁତ କରିବାରେ ଏଭଳି ରିପୋର୍ଟ ବିଶେଷ ସହାୟକ ହେବ ବୋଲି ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି। ଡକ୍ଟର ମାଣ୍ଡବ୍ୟ କହିଛନ୍ତି, ଗତ ବଜେଟ୍ରେ ଆଞ୍ଚଳିକ ଭିତ୍ତିକ ଦକ୍ଷତା ଏବଂ ନିଯୁକ୍ତିର ସାମର୍ଥ୍ୟକୁ ଉପଯୋଗ କରିବା ଲକ୍ଷ୍ୟରେ ଏକ ପାଠ୍ୟକ୍ରମ ବିକଶିତ କରିବାକୁ ପ୍ରସ୍ତାବ ଦିଆଯାଇଥିଲା। ତେବେ ଅନୌପଚାରିକ ଶିକ୍ଷାକୁ ପାଠ୍ୟକ୍ରମରେ ସାମିଲ କରିବା ପାଇଁ ସେ ଗୁରୁତ୍ୱ ଆରୋପ କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଲେବାନନରେ ସ୍ଥାନାନ୍ତର ଆଦେଶ ଏବଂ ଆକାଶମାର୍ଗର ଆକ୍ରମଣ 8,80,000 ଅଧିକ ଲୋକଙ୍କୁ ଘର ଛାଡ଼ିବାକୁ ବାଧ୍ୟ କରିଛି ବୋଲି ମିଳିତ ଜାତିସଂଘ କହିଛି। ଜାତିସଂଘର ମାନବିକତା ବ୍ୟାପାର ସମନ୍ୱୟ କାର୍ଯ୍ୟାଳୟ OCHA ଦେଇଥିବା ସୂଚନା ଅନୁଯାୟୀ ଲେବାନନରେ ରହୁଥିବା ଲୋକମାନେ ଖାଦ୍ୟାଭାବର ସମ୍ମୁଖୀନ ହୋଇଛନ୍ତି। ଆନ୍ତର୍ଜାତିକ ଦେଶାନ୍ତର ସଂଗଠନ ରିପୋର୍ଟ ଅନୁଯାୟୀ ଲେବାନନରୁ ବିସ୍ଥାପିତ ହୋଇଥିବା ଲୋକଙ୍କ ମଧ୍ୟରେ 20,000 ଅଧିକ ପ୍ରବାସୀ ଅଛନ୍ତି। ସେମାନେ ଉଭୟ ବାସସ୍ଥାନ ଏବଂ କର୍ମକ୍ଷେତ୍ର ଛାଡ଼ି ପଳାୟନ କରିବାକୁ ବାଧ୍ୟ ହୋଇଛନ୍ତି। 5 ଲକ୍ଷରୁ ଅଧିକ ଲୋକ ଲେବାନନ ଛାଡ଼ି ସିରିଆକୁ ଯାଇଥିଲେ। ସେଥିମଧ୍ୟରୁ ଅର୍ଦ୍ଧାଧିକ ଶିଶୁ ରହିଥିଲେ ବୋଲି ଜାତିସଂଘ ଶରଣାର୍ଥୀ ସଂସ୍ଥା ରିପୋର୍ଟରେ କୁହାଯାଇଛି। ଜବାହରଲାଲ ନେହେରୁ ଅତ୍ୟାଧୁନିକ ବିଜ୍ଞାନ ଗବେଷଣା କେନ୍ଦ୍ରର ବୈଜ୍ଞାନିକମାନେ ମଙ୍କିପକ୍ସ ରୋଗ ଚିହ୍ନଟ ଏବଂ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଏକ ନୂତନ ମାର୍ଗ ଚିହ୍ନଟ କରିଛନ୍ତି। ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଏ ସମ୍ପର୍କରେ ସୂଚନା ଦେଇ କହିଛି, ବୈଜ୍ଞାନିକମାନେ ମଙ୍କିପକ୍ସ ଭୂତାଣୁ ଜିନୋମ୍ରେ DNA ସିକ୍ୱେନ୍ସକୁ ଚିହ୍ନଟ କରିଛନ୍ତି। ଏହାଦ୍ୱାରା ମଙ୍କିପକ୍ସ ରୋଗ ସଂକ୍ରମଣ ପ୍ରତିହତ କରିବା ପାଇଁ ପଥ ଉନ୍ମୁକ୍ତ ହୋଇପାରିବ ବୋଲି ମନ୍ତ୍ରଣାଳୟ ସୂଚନା ଦେଇଛି। ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ସ୍ୱାସ୍ଥ୍ୟ ବିଜ୍ଞାନ ପ୍ରତିଷ୍ଠାନକୁ ସହାୟତା ପ୍ରଦାନ ଲକ୍ଷ୍ୟରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ଏବଂ ଶିକ୍ଷା ମନ୍ତ୍ରଣାଳୟ ସହିତ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ କରିଛି। ନୂଆଦିଲ୍ଲୀରେ ସ୍ୱାକ୍ଷରିତ ଏହି ବୁଝାମଣାପତ୍ର ଅନୁଯାୟୀ ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା ଅଧୀନରେ BHUର ସ୍ୱାସ୍ଥ୍ୟ ପ୍ରତିଷ୍ଠାନକୁ ଅନୁଦାନ ପ୍ରଦାନର ବ୍ୟବସ୍ଥା ହୋଇପାରିବ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ JP ନଡ୍ଡା ଏବଂ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। କେନ୍ଦ୍ର ସରକାରଙ୍କ ସମ୍ପୂର୍ଣ୍ଣ ସରକାର ଆଭିମୁଖ୍ୟ ଏହା ଏକ ପ୍ରତିଫଳନ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ନଡ୍ଡା କହିଛନ୍ତି। ଲୋକଙ୍କ ହିତ ପାଇଁ ବିଭିନ୍ନ ସରକାରୀ ବିଭାଗ ମଧ୍ୟରେ ସହଯୋଗ ବୃଦ୍ଧିକୁ ଗୁରୁତ୍ୱ ପ୍ରଦାନ କରାଯାଉଛି ବୋଲି ଶ୍ରୀ ନଡ୍ଡା କହିଛନ୍ତି। ଶିକ୍ଷାମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି, ଏହି ବୁଝାମଣାପତ୍ର BHUର ସ୍ୱାସ୍ଥ୍ୟ ପ୍ରତିଷ୍ଠାନକୁ ଏକ ବିଶ୍ୱସ୍ତରୀୟ ଅନୁଷ୍ଠାନରେ ପରିଣତ କରିବାରେ ସହାୟକ ହେବ। ଏହି ପ୍ରତିଷ୍ଠାନକୁ ଅନୁଦାନ ପ୍ରଦାନ ମାଧ୍ୟମରେ ସେଠାକାର ଲୋକଙ୍କୁ ସୁଲଭ ତଥା ଉତ୍ତମ ସ୍ୱାସ୍ଥ୍ୟସେବା ପ୍ରଦାନର ଲକ୍ଷ୍ୟ ରଖାଯାଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ମେରିଟ୍ ସ୍କଲାରସିପ୍ ପାଇଁ ଅନ୍ଲାଇନ୍ ମାଧ୍ୟମରେ ଆବେଦନପତ୍ର ଆହ୍ୱାନ କରାଯାଇଛି। CBSE 2024 ଦଶମ ଶ୍ରେଣୀ ପାସ୍ କରିଥିବା ତଥା ଅନୁବନ୍ଧିତ ବିଦ୍ୟାଳୟର ଏକାଦଶ ଶ୍ରେଣୀରେ ପଢ଼ୁଥିବା ଏକକ ବାଳିକା ଏହି ସ୍କଲାରସିପ୍ ପାଇଁ ଆବେଦନ କରିପାରିବେ। ଏହା ବ୍ୟତୀତ 2023ରେ ପ୍ରଦତ୍ତ ଦଶମ ଶ୍ରେଣୀ CBSE ଏକକ ବାଳିକା ଛାତ୍ରୀ ବୃତ୍ତି ନବୀକରଣ ପାଇଁ ମଧ୍ୟ ଅନ୍ଲାଇନ୍ ମାଧ୍ୟମରେ ଆବେଦନପତ୍ର ଆହ୍ୱାନ କରାଯାଇଛି। ଆସନ୍ତା 23 ତାରିଖ ସୁଦ୍ଧା ଆବେଦନ କରିବାର ସମୟସୀମା ଧାର୍ଯ୍ୟ ହୋଇଛି। CBSEର ୱେବ୍ସାଇଟ୍ରେ ସ୍କଲାରସିପ୍ ସମ୍ବନ୍ଧୀୟ ସମ୍ପୂର୍ଣ୍ଣ ବିବରଣୀ ଉପଲବ୍ଧ ରହିଛି ବୋଲି ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି। ପର୍ଥ ଟେଷ୍ଟ ମ୍ୟାଚ୍ର ଆଜି ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ତାର ପ୍ରଥମ ଇନିଂସରେ 7 ୱିକେଟ୍ ବିନିମୟରେ 67 ରନ୍ ସଂଗ୍ରହ କରିଛି। ଭାରତ ଅଷ୍ଟ୍ରେଲିଆ ବର୍ଡର ଗାଭାସ୍କର ଟେଷ୍ଟ ସିରିଜ୍ର ଏହି ପ୍ରଥମ ମ୍ୟାଚ୍ ଆଜିଠାରୁ ପର୍ଥର ଅପ୍ଟସ୍ ଷ୍ଟାଡିୟମ୍ଠାରେ ଆରମ୍ଭ ହୋଇଛି। ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ତେବେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ସମସ୍ତ ୱିକେଟ୍ ବିନିମୟରେ ଭାରତ 150 ରନ୍ ସଂଗ୍ରହ କରିଥିଲା। ଭାରତ ପକ୍ଷରୁ ନୀତିଶ କୁମାର ରେଡ୍ଡି ସର୍ବାଧିକ 41 ରନ୍ କରିବାକୁ ସକ୍ଷମ ହୋଇଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ହେଜଲଉଡ୍ ସର୍ବାଧିକ 4ଟି ୱିକେଟ୍ ନେଇଥିଲେ। ଅଷ୍ଟ୍ରେଲିଆ ମଧ୍ୟ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଜସପ୍ରୀତ ବୁମ୍ରା 4ଟି ୱିକେଟ୍ ଅକ୍ତିଆର କରିଛନ୍ତି। ସୂଚନାଯୋଗ୍ୟ, ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ବୁମ୍ରା ଭାରତୀୟ ଦଳର ଅଧିନାୟକ ଦାୟିତ୍ୱ ନିର୍ବାହ କରୁଛନ୍ତି। ପ୍ୟାଟ୍ କମିନ୍ସ ଅଷ୍ଟ୍ରେଲିଆ ଦଳର ନେତୃତ୍ୱ ନେଉଛନ୍ତି। ଚାଇନା ମାଷ୍ଟର୍ସ 2024 ବ୍ୟାଡ୍ମିଣ୍ଟନ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲ୍ ପର୍ଯ୍ୟାୟକୁ ଭାରତର ଚିରାଗ ସେଟ୍ଟି ଏବଂ ସାତ୍ୱିକ ସାଇରାଜ ରାଙ୍କିରେଡ୍ଡି ଉନ୍ନୀତ ହୋଇଛନ୍ତି। ପୁରୁଷ ମିଳିତ ବର୍ଗରେ ଏହି ଯୋଡ଼ି ଡେନମାର୍କର ଯୋଡ଼ିଙ୍କୁ ପରାସ୍ତ କରିଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ଝାଡ଼ଖଣ୍ଡ ଏବଂ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ସହିତ 2 ପର୍ଯ୍ୟାୟରେ ଅନୁଷ୍ଠିତ ଉପନିର୍ବାଚନର ଆସନ୍ତାକାଲି ହେବ ଭୋଟ୍ ଗଣତି।
ତିନି ଆଫ୍ରିକୀୟ ରାଷ୍ଟ୍ର ଗସ୍ତ ଅବସରରେ ବିଭିନ୍ନ ଦେଶର ନେତାଙ୍କ ସହ 31ଟି ଦ୍ୱିପାକ୍ଷିକ ବୈଠକ ଆଲୋଚନାରେ ପ୍ରଧାନମନ୍ତ୍ରୀଙ୍କ ଅଂଶଗ୍ରହଣ, ଲାଓସଠାରେ ଭାରତ ଓ ଜାପାନ ପ୍ରତିରକ୍ଷା ମନ୍ତ୍ରୀଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ ଅନୁଷ୍ଠିତ ଏବଂ ପର୍ଥ ଟେଷ୍ଟରେ ଅଷ୍ଟ୍ରେଲିଆ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ଆଜି ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା 7 ୱିକେଟ୍ ବିନିମୟରେ ସଂଗ୍ରହ କରିଛି 67 ରନ୍। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।